ହେଲା ପଇସା ଦେଇ ମଦ ପିଇବି। କିରେ ବଢିଆ ଯେତି ପିଇଛୁ ସେତି ଅଣ୍ଟୁନି କି ଆଉ ଥରେ ପଇସା ମାଗିବା ଭାରି ଯେ ମତେ ଅଣ୍ଟୁନି, ତୁ ପଇସା ଦେ ମୁଁ ପିଇବି। ମୁଁ ଦେବିନି ଛାଡ ଭାରେ ଦବୁନି ତ? ନାଇଁ ଦେବିନି ଯା। ହଉ ନ ଦେ। କିଛି ସମୟ ପରେ ମଦ ପିଇବା ପାଇଁ ପଇସା ଆଣିଲ କି? ପିଲା ମାଇକିନା ପଇସା ଦେଲାନି ପିଲା। ହେଲେ କି କରିବା ଏବେ? ତୁ ଟେନସନ ନଉନା ପିଲା। ମୁଁ ମାଇକିନାର ସୁନାଟା ଧରିକି ପଳେଇ ଆଇଛି। ହେଲା 3 ମାସ ପର୍ଯ୍ୟନ୍ତ ମଦ ପିଇବାକୁ ପଇସା ହେଇଗଲା। ହଁ ପିଲା ଏଇଟା ବିକିଦବା, କୁତୁ କୁତା କରିକି ମଦ ପିଇବା। ହେଲେ ସୁନାର କାଗଜ ପତ୍ର ଆଣିଛ ନା? ପିଲା କାଗଜ ପତ୍ର ଆଣିନି ପିଲା। ଯଦି ବିନା କାଗଜ ପତ୍ରରେ ସୁନା ବିକିବା ବେଲେ ପୋଲିସ ବାଡେଇ ବାଡେଇ ପିଟି ପଟେଇ ଦବ। ତା ମାମୁଁ ସତ କଥା ତ, କି କରିବା ବେ? ଏଗ ବାପା ତମ ସୁନା ବିକିବ କି? ହଁ ବିକୁଛୁ ଯେ ମାତ୍ର ଆମ ପାଖରେ କାଗଜ ପତ୍ର ନାହିଁ। ହଉ ନଥିଲେ ନଥାଉ, ମତେ ଦିଅ ମୁଁ କିଣିବି। ହେଲେ ତ ବଢିଆ ହେଲା। ନିଅ ନିଅ ନିଅ। ତା ପରଦିନ ଏ ମୋର ମା ଗো ମୁଁ କି ବୁଦ୍ଧି କରିବି ଗো ମୋର ମା। ଏ ମା କିଏ ହେଲା ଲଜ୍ଜ କାନ୍ଦୁଛୁ? ଏ ଗো ମାଇ କି କହିବି ଗো ମାଇ, ମୋର ବାପା ମା ମତେ କୋଉ ଭେଳାରେ ବଢିଆ ଥିଲେ ବିବାହ କରିଥିଲେ ଯେ ବଢିଆ ସବୁବେଳେ ମୋର ଉସୁରେ ଘାଣ୍ଟି ହେଲା। କିଏ କିଏ କଲା ଲଜ୍ଜ? ଏ ଗো ମାଇ ବିବାହ ଲାଗୁ ଯେତକ ତୁଲ ତାଲ ସୁନାର ପାଆଁଥିଲି ସେତକ ତ ବିକି ଭାଙ୍ଗି ଖାଇଲା। ସେ ବଢିଆକୁ ସେତିକି ଲଉଟିଲା ଯେ ପରଦିନ ଯାତ୍ରାରୁ କିଣା ହାରଟି ଆଣିଥିଲି ଛିଡାଲେ ବିକି ମଦ ପିଇ ଦେଇଛି ଗো। ସେଟା କିଣା ହାରଡ଼ା। ଏ ମା କି ବୁଦ୍ଧି କରିବି ଗো ମୋର ମା। ବଡୁ କିଆ ଖରା ବେଳରେ ମତେ ଚୁନ ଲଗେଇ ଦେଇ ପଳେଇଲା ଗো।